ମାଙ୍କଡ଼ ଓ କୁମ୍ଭୀର ଦୁଇ ସାଙ୍ଗ। କେବେକାଳି ଗୋଟିଏ ନଦୀ ପାଖରେ ବଡ଼ ଗଛ ଥିଲା। ସେଇ ଗଛରେ ଗୋଟିଏ ମାଙ୍କଡ଼ ବସୁଥାଏ। ଗଛରେ ବହୁତ ମିଠା ଫଳ ଲାଗୁଥିଲା। ସେଇ ନଦୀରେ ଗୋଟିଏ କୁମ୍ଭୀର ବସୁଥିଲା। ଦିନେ ସେଇ କୁମ୍ଭୀର ନଦୀ କୂଳେ ଆସିଲା। ମାଙ୍କଡ଼ ତାଙ୍କୁ ଦେଖି କହିଲା, ଭାଇ, ଏତେ ଦୂରରୁ ଆସିଛ, ଆସ, ଏହି ମିଠା ଫଳ ଖା। କୁମ୍ଭୀର ସେଇ ଫଳ ଖାଇ ବହୁତ ଖୁସି ହେଲା। ସେମାନେ ଦୁଇଜଣ ମିତ୍ର ହେଲେ। ପ୍ରତିଦିନ ମାଙ୍କଡ଼ଙ୍କ ଦିଆଯାଇଥିବା ଫଳ ନେଇ ଘରକୁ ଯାଇଥାଏ। ତାଙ୍କ ସ୍ତ୍ରୀ ସେଇ ମିଠା ଫଳ ଖାଇ ବହୁତ ପସନ୍ଦ କରିଲା। ସେଇଥିରେ କୁମ୍ଭୀର କହିଲା, ଏତେ ମିଠା ଫଳ ଖାଇଲେ ନିଶ୍ଚୟ ମାଙ୍କଡ଼ର ହୃଦୟ ବହୁତ ସ୍ୱାଦିଷ୍ଟ ହେବ। ମୁଁ ତାହା ଖାଇବାକୁ ଚାହୁଁଛି। କୁମ୍ଭୀର ବହୁତ ଦୁଃଖୀ ହେଲା, କିନ୍ତୁ ସ୍ତ୍ରୀଙ୍କ କଥା ମାନିବାକୁ ପଡ଼ିଲା। ଦିନେ କୁମ୍ଭୀର ମାଙ୍କଡ଼କୁ କହିଲା, ସାଙ୍ଗ, ତୁମେ ଆମ ଘରକୁ ଆସ, ସ୍ତ୍ରୀଙ୍କ ସହିତ ଚିହ୍ନା ପରିଚୟ କର। ମାଙ୍କଡ଼ ଖୁସିରେ ସହମତ ହେଲା ଓ କୁମ୍ଭୀରଙ୍କ ପିଠିରେ ବସି ନଦୀ କାଟିବାକୁ ଲାଗିଲା। ନଦୀର ମଧ୍ୟଭାଗରେ କୁମ୍ଭୀର ସତ୍ୟ କହିଦେଲା, ସାଙ୍ଗ, ମୋ ସ୍ତ୍ରୀ ତୁମର ହୃଦୟ ଖାଇବାକୁ ଚାହୁଁଛି, ସେଇପାଇଁ ମୁଁ ତୁମକୁ ନେଉଛି। ମାଙ୍କଡ଼ ତୁରନ୍ତ ବୁଦ୍ଧି ଖଟକାଇ କହିଲା, ଅଫସୋସ। ଆଏ ସାଙ୍ଗ, ମୁଁ ବା ମୋ ହୃଦୟଟାକୁ ଗଛ ମୂଳରେ ରଖିଦେଇଛି। ଚାଲ ଚାଲ, ହୃଦୟଟାକୁ ନେଇକି ଆସିବା, ତାପରେ କୁମ୍ଭୀର ଖାଇବେ। ଏତିକି ଶୁଣିକିରି କୁମ୍ଭୀର ଆଗ ପଛ ନ ଭାବିକିରି ଚାଲିଗଲା ଗଛ ମୂଳକୁ। ଯେତେବେଳେ ଗଛ ମୂଳକୁ ଚାଲି ଯାଇଛି, କୁମ୍ଭୀର ଗୋଟେ ଡିଆଁ ମାରିକିରି ଗଛକୁ ପଳେଇଲା। ଗଛକୁ ଯାଇକି କହିଲା, ଆଏ କୁମ୍ଭୀର ଭାଇ, ତମେ ଏତେ ବୋକାଟେ କିଏ, ମୁଁ ଜାଣିନଥିଲି। ଆଜି ମୋ ନିଜ ବୁଦ୍ଧି ଯୋଗୁଁ ମୋ ଜୀବନ ବଞ୍ଚିଲା। ତ ସାଙ୍ଗମାନେ, ଏମିତିକା ସ୍ୱାର୍ଥପର ସାଙ୍ଗକୁ ବଞ୍ଚିକି ରହିବେ।